ଆସିଥିଲା 10-15 ଦିନ ରହିଥିଲା ଯାତ୍ରାପାର୍ଟିରେ ଯେହେତୁ ମୁଁ କାହିଁ ଯେତେବେଳେ ଲୁଚିକି ଜଣେ ଆସିଛନ୍ତି ମୋ ପାଖରେ ବୋଧେ ରସୁଲଗଡ଼ରେ କ'ଣ ହସ୍ପିଟାଲରେ ମୋ ମ୍ୟାନେଜରକୁ ରିକ୍ୱେଷ୍ଟ କଲେ ମୁଁ ଆସିକି ପହଞ୍ଚିଲି ଯେତେବେଳେ ରିକ୍ୱେଷ୍ଟ କଲେ ମୁଁ ତାଙ୍କୁ ଆଣିଥିଲି କିନ୍ତୁ ତାଙ୍କୁ ଫେରେଇ ଦେଇଥିଲି ଯାତ୍ରା ଯେତେବେଳେ ରୋଲ୍ ନ କରିପାରିଲେ ଏଇ ପେଣ୍ଡାଲରେ ଆଶୁତୋଷ ମହାପାତ୍ର ବୋଧେ ଥିଲେ ନା କ'ଣ ଡାଇରେକ୍ଟର ଫେରେଇ ଦେଲା ମୁଁ ଫେରେଇ ଦେଇଥିଲି ତାପରେ ସେ କନ୍ଦାକନ୍ଦି ଯେତେବେଳେ ଗଲେ ଆମର ସେ ପିଲାଟି ଥିଲା କିଏ ତୁ ପିଣ୍ଟୁଥିଲୁ ବା ମିନ କେତନ ଅଲ୍ ଷ୍ଟାଫ୍ ବି ଥାନ୍ସୁ ମନା କଲେ ଚାଲ ଭଲ କିନି କରିପାରିଲେ ତ ଫେରେଇ ଦେଇଥିଲୁ କନ୍ଦାକନ୍ଦି କଲେ ଆମ ପରିବାର ଲୋକ ଟିକେ ଆମେ ଟିକେ ନର୍ମାଲ ପରିବାର ସିଏ କ'ଣ ଅଭିନୟ କରିବ ସିଏ କୋଉଭଳିଆ ଦେଖିବାକୁ ସିଏ ଅଭିନୟ କରିବ ଯାତ୍ରାପାର୍ଟି କ'ଣ ଏଇଟା କ'ଣ ଯିଏ ନାଚି ଆସିବ ଯାତ୍ରା କରିବ ନା କ'ଣ ବୟସ କେତେ ଥିଲା ବୟସ ତ କେତେ ଥିଲା ଆପଣ ଆଗେ 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 ଆଉ ଗୋଟେ କଥା ଯଦି ଆଣିବି କ୍ଲିଅର ଆପଣ ନିଜେ ଯାହା କହୁଛନ୍ତି ତାର ପ୍ରମାଣ ଦେବି 1997 ମସିହା ଜନ୍ମ କିଏ କହୁଛନ୍ତି ସେ ଝିଅର 97 ମସିହା ତ ସେ କହୁଛି ଇଏ ଝୁଅ କହୁଛି 2019 ଏଇଆ ତ 97ରୁ 13 ମସିହା କେତେ ବର୍ଷ ହେଲା 16ରେ ବାହା ହେଲେ ସିଏ କହୁଛନ୍ତି ନା 13ରେ ବାହା ହେଲି 14ରେ ପିଲା ହେଲା କହୁଛନ୍ତି ତ ତାର 16 ବର୍ଷ ହେଲାନି ନାବାଳକ ନା ସାବାଳକ 16ରେ ବାହା ହେଲେ 17ରେ ପିଲା ହେଲା 18ରେ ମୋ ପାଖରେ ଚାକିରି କଲେ ସେ 18-20 ବର୍ଷ ହେଇଥିବ ହେଲେ ଏତେ କମ୍ ବର୍ଷ ପରେ କି ମ୍ୟାନେଜର ସେ କ'ଣ ଜାଣିଛି ମୁଁ ପଚାରୁଛି କ'ଣ ମ୍ୟାନେଜର କ'ଣ ଗୋଟେ ଜିଏନ୍ଏସ୍ ଆସିବ ତମେ ଯାତ୍ରାପାର୍ଟି ମ୍ୟାନେଜର କ'ଣ ଜିଏନ୍ଏସ୍ ହେଇଯିବ କ'ଣ କରିଦବ ଏଇ ଯେହେତୁ ତା ସାଙ୍ଗରେ ଆଇଛି ବୋଲା କରିଦବ କ'ଣଟା ଆଉ ବୋଲା କରିଦବ ନା ଆଉ ମ୍ୟାନେଜର ହେଇପାରିବେ ସେ କୋଟି କୋଟି ହିସାବ ପତ୍ର ସେ ମ୍ୟାନେଜର ହେଇଯିବ କେତେ ପାଠ ପଢ଼ିଛି ପ୍ରାୟ ସମସ୍ତେ ଜାଣନ୍ତି କାରଣ ମ୍ୟାନେଜର ଅଛନ୍ତି ମୁଁ ଯେତିକି ଜାଣିଛି କାହା କଥା ଏଇ ଇଏ ଶିକ୍ଷତ୍ର ଆସିଥିଲା ଏଇ ପାଇଁ ସେ କାନ୍ଦିକି ଆଇଥିଲେ ଗୋଟେ ମେଡିକାଲରେ କ'ଣ ଚାକିରି କରିଥିଲା ନା କ'ଣ ସେଠି ବାହା କରିଦେଲା ତାପରେ ଏଠି କ'ଣ ଗୁଡ଼ାଗୁଡ଼ି କଲେ କଟକରେ ସବୁ ବିଭିନ୍ନ କ୍ରିମିନାଲ କ'ଣ ଯାତ୍ରାପାର୍ଟିରେ ଯିଏ ମ୍ୟାନେଜର ତମ ଚିହ୍ନାନ୍ତି ମୁଁ ତ ଜାଣେ ନା କାହାକୁ ମ୍ୟାନେଜର ସବୁ ପାର୍ଟିରେ ଅଛନ୍ତି ନା ସିଏ କହିବେ ଏଇ ପାର୍ଟିରେ ଇଏ ଥିଲା ସେ ଯାଉଛନ୍ତି ଯଦି ଆମେ ରେଟ୍ ଫିକ୍ସ ଯଦି ପୋଷିବ ରହିବେ ନହେଲେ ନାହିଁ ଶୁଣ ଏଇଟା ବହୁତ ବଡ଼ ପରିବର୍ତ୍ତନ ହେଲା ଜାଣିଛନ୍ତି ନା ନାଇଁ ମୁଁ ସିନା ବଦନାମୀ ହେଇଯାଉଛି ପଇସା ମାଗୁଛି ବୋଲି କିନ୍ତୁ ଆଖି ଖୋଲିଗଲା ଆର ବର୍ଷକୁ ଆଉ ଆଡଭାନ୍ସ ନାହିଁ ଏଇଟା କାମ କର ମାସ ପୂର୍ବେ ପଇସା ନିଅ ଆର ବର୍ଷକୁ ଦେଖିବେନି ଆପଣ ଦରମା ବି କମିଗଲା କମିଟିଙ୍କ ଆଖି ବି ଖୋଲିଗଲା କମିଟି ମାନେ ବି ଟଙ୍କା ଦେବେନି ଏତେ ଆଉ ଯୋଉ 400 500 600 ଟିକେଟ ସିଏ ବି ରହିପାରିବନି ଚେୟାର ରେଟ୍ କମିବ ନା ଆଉ ଆମକୁ କ'ଣ ବାଧୁନି ଭାବୁଛନ୍ତି ଏତେ ଟଙ୍କା ଦେଇକି ନାଚ ଦେଖିବ ଆର୍ଟିଷ୍ଟ ବଡ଼ ବଡ଼ ଆର୍ଟିଷ୍ଟ ଯେତେବେଳେ ଏତେ ଏତେ ଦରମା ନେବେ ମ୍ୟାନେଜ କେମିତି କରିବ ଫାଇନାଲ କି ମାଲିକ କରିବ କି କରିବ ମାଲିକ ମ୍ୟାନେଜର କହିବ ଏତିକି ଟଙ୍କା ହେଲେ ହବ ନହେଲେ ସେ ରହିବନି କହୁଛି ଆଉ କୋଉ ପାର୍ଟିକି ପଳେଇବ ଇଏ ଡର ଡରିକି ରଖିବେ ଆଉ କ'ଣ ଇଏ ତ କଥା ଆଉ କ'ଣ